ହ୍ୟାଲୋ। ହଁ ମୁଁ କହିନି ବାବା ଧ୍ୟାନ କରିବା ସମୟର ଆମର ଯେତେବେଳେ ପିଙ୍ଗଳା ନାଡିର ନିଶ୍ୱାସ ଯାଉଛି ଧ୍ୟାନ କରୁଛୁ, ନିଶ୍ୱାସକୁ ଯେତେବେଳେ ଆମେ ଟାଣି ନେଇକି ଆମେ ବ୍ରେକ୍ କରୁଛୁ, ସେ ଯୋଉ ହଲେଇଲା ରକମ ହଲଉଛି ସେଟା ଭିତରେ ସେଠି ହଲେଇ ହଲେଇ ହବ ନା ସେମିତି ନୁହଁ? କୋଉଠୁ କହୁଛୁ କଣ? ରାଜକନିକା। ରାଜକନିକା। ସଦ୍ଗୁରୁ ଦୀକ୍ଷା ନେଇଛ ନା? ଆଜ୍ଞା ଆଜ୍ଞା। ଗୁରୁ କିଏ? ଆମର ଗୁରୁ ଠାକୁର ଅନୁକୂଳ ଚନ୍ଦ୍ର। ଅନୁକୂଳ ଚନ୍ଦ୍ର। ଆଚ୍ଛା ଆଜ୍ଞା ତମେ ସାଧୁ ସନ୍ନ୍ୟାସୀଙ୍କୁ ଜୟଗୁରୁ କହନ୍ତି ନା? ସାଧୁଙ୍କୁ ବାବା ପ୍ରଣାମ ବୋଲି କହନ୍ତି। ବୁଝିପାରିଲ ନା? ଜୟଗୁରୁ କହିବନି, ଜୟଗୁରୁ ତମ ଗୁରୁ ଭାଇ ମାନଙ୍କୁ କହିବ ହେଲା। ମାନେ ୟା ଭିତରେ ବାବା ଡିଫରେନ୍ସ କଣ ରହିଲା ମତେ ଟିକେ ଡିଫରେନ୍ସ ବୁଝାଅ। କିଛି ନାହିଁ। ଯଦି କିଛି ଡିଫରେନ୍ସ ନାହିଁ ତମେ ଗୁରୁଙ୍କୁ ସାଧୁଙ୍କୁ ପ୍ରଣାମ କହନ୍ତି। ଆଜ୍ଞା। ହଁ, ଡିଫରେନ୍ସ କିଛି ନାହିଁ ହେଲା। ହଁ ନା ବାବା ମତେ ଟିକେ ବୁଝଉନାହାନ୍ତି, ମୁଁ ଜାଣିନି ତ। ନା ତମେ ଜାଣିନା ଯଦି ମୋରି ପାଖକୁ ଆସ ମୁଁ ବୁଝେଇଦେମି। ସେ କଥାର ବ୍ୟତିକ୍ରମ କଣ ଏଗୁଡା ସବୁ? ଜଣେ ସାଧୁ ସନ୍ନ୍ୟାସୀ ଯେକୌଣସି ସାଧୁ ତମ ଘରକୁ ଯୋଉ ସାଧୁ ଯାଆନ୍ତି, ସଂସାରୀ ମାନଙ୍କର କର୍ତ୍ତବ୍ୟ ହେଲା ସାଧୁ ଆଜ୍ଞା ମାନଙ୍କୁ ପ୍ରଣାମ ଟେ ହବା କଥା। ପ୍ରତ୍ୟେକ ସଂସାର ଲୋକ ଆଜ୍ଞା ତମ କଥା ଖାଲି ନୁହେଁ, ତମେ ମୋ କଥା ଭୁଲ ବୁଝ ନା। ମୋର ଆଜ୍ଞା କହିବା କଥା ହଉଛି ପ୍ରତ୍ୟେକ ସଂସାରୀ ସନ୍ନ୍ୟାସୀ ମାନଙ୍କୁ ଆମେ କଣ ପ୍ରଣାମ ଟେ ହେଲେ ତମଠୁ ଆଶୀର୍ବାଦ ଯିବ, ତୁମ ଭଲ କର। ଆଜ୍ଞା ପ୍ରଣାମ ହେଲେ କଣ ନା ଏଠି ତମେ ଯାହାକୁ ପ୍ରଣାମ ହବ ସିଏ ଆଜ୍ଞା ତମର ଉର୍ଦ୍ଧ୍ୱ ରହିଲେ ତମେ ତାଙ୍କ ତଳେ ରହିଲ ହେଲା। ଆଜ୍ଞା ଆଉ ଆଜ୍ଞା ତମେ ଯଦି ଜୟଗୁରୁ କହିବ, ଜୟଗୁରୁ ହଉଛି ଗୁରୁ ଭାଇ ମାନଙ୍କୁ ସମ ଧର୍ମୀ ମାନଙ୍କୁ କରାଯାଏ। ବୁଝିପାରୁଛ କି? ଆମର ନା ଗୁରୁଙ୍କର ଜୟ ହଉଛି ମାନେ ସଂସାରର ଜୟ ନା ଆଉ। ନା ନା, ଜୟଗୁରୁ ସମ୍ବୋଧନ ଟା କେବଳ ଗୁରୁ ଭାଇ ମାନଙ୍କୁ କରାଯାଏ ହେଲା କି? ଆଜ୍ଞା ଆଜ୍ଞା ଜୟ ଗୁରୁ ଠିକ ବୁଝିପାରୁଛ କି? କିନ୍ତୁ ଆଜ୍ଞା ସେ ସମ୍ବୋଧନ ଟା ଗୁରୁ ଭାଇ ମାନଙ୍କୁ କରାଯାଏ, ଆଜ୍ଞା ଯୋଉଟା କି ନିଗମାନନ୍ଦ ମୂଳରୁ କରିଛନ୍ତି। ଆଜ୍ଞା କଣ ବୁଝିଲ? ନିଗମାନନ୍ଦଙ୍କ ଦର୍ଶନ ଟା ମୁଁ କହୁଛି ହେଲା। ଆଜ୍ଞା ଆଜ୍ଞା। ହଁ, ସାଧୁ ସନ୍ନ୍ୟାସୀଙ୍କୁ ପ୍ରଣାମ କହିବ ହେଲା। ମୁଁ ଏବେ ପ୍ରଣାମ କରିମି ଆପଣଙ୍କୁ ଆଉ। ନା ନା, ମୁଁ ତ କହିବ ମୁଁ ସେ କଥା କହୁନି, ମୁଁ ତମକୁ ବୁଝେଇଦେଲି କଥାଟାକୁ ହେଲା। ହଁ 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 ପ୍ରତ୍ୟେକ ଲୋକଙ୍କୁ ମୁଁ ବୁଝେଇକି କହିଦେଉଛି କୋଉ କୋଉ କଥା। ମତେ ଯେ କରିବ ମୁଁ ଯେ ମତେ ଖରାପ ଲାଗିଲା ସେ କଥା ନୁହଁ। ଆଜ୍ଞା ମତେ ବି ଲୋକ ଜୟଗୁରୁ କହୁଛନ୍ତି, ଜୟଗୁରୁ ନ କହି ତୁ ତା ବିବା କହିଲେ ବି ସୁଦ୍ଧା ମତେ ଖରାପ ଲାଗେ ନା। କିନ୍ତୁ ଆଜ୍ଞା ତମ ମାନଙ୍କର ଶିଖିବା ଦରକାର ତ ହେଲା। ଆଜ୍ଞା ଆଜ୍ଞା ସେଇଥିପାଇଁ ଆମର ତମକୁ ଉପଦେଶ, ବୁଝିପାରିଲେ? ଆଜ୍ଞା ହଁ, ଆଜ୍ଞା। ଆଉ କଣ କହୁଛ? ମୁଁ କହୁଥିଲି ଆମେ ଯେତେବେଳେ ଧ୍ୟାନ କରୁଛୁ, ପିଙ୍ଗଳା ନାଡିର ନିଃଶ୍ଵାସ ଆସିଲା ସମୟରେ ଧ୍ୟାନ କରୁଛୁ, ହୁଁ ନିଃଶ୍ୱାସ ଯେତେବେଳେ ଟାଣି ନଉଛୁ, ଟାଣିକି ତାକୁ ବ୍ରେକ୍ କରିଦଉଛୁ, ହୁଁ। ସେତେବେଳେ ଆମେ ଧ୍ୟାନ କରୁଛୁ ପବନକୁ। ଆଉ ପବନକୁ ଧ୍ୟାନ କରୁଛ, ନିଃଶ୍ୱାସ ଟାଣିକି ବ୍ରେକ୍ କାହିଁ କରୁଛ? ସେ ଯୋଉ ବ୍ରେକ୍ କରୁଛ କାହିଁକି? ଧ୍ୟାନ ବ୍ରେକ୍ କଲା କଲେ ସେ ତ ଧ୍ୟାନ ଉଠେଇବ। ନା, ଧ୍ୟାନ କଲା ବେଳେ କଣ ପବନକୁ ଟାଣିକି ବ୍ରେକ୍ କରନ୍ତି? କରନ୍ତି ନା? ନା, ଧ୍ୟାନ କାହାକୁ କୁହାଯାଏ ମତେ କୁହ? ତମେ ଯୋଉ ଧ୍ୟାନ କରୁଛ, ଧ୍ୟାନ କଣ ବୁଝିଛ ମତେ କହିଲେ ମୁଁ ସେଇ ହିସାବରେ ତମକୁ ବୁଝେଇଦେବି। ତମେ ଧ୍ୟାନ ଗୁରୁଙ୍କୁ ବାସ ମନରେ ରଖିକି ନାମ କରୁ। ବାସ ଗୁରୁଙ୍କୁ ଯଦି ମନନ କରିବ, ପବନକୁ ଟାଣିବ କାହିଁକି? ଗୁରୁଙ୍କୁ ତମେ ଧ୍ୟାନ କର, ଗୁରୁଙ୍କୁ ତମେ ଚିନ୍ତନ କର ହେଲା। ଆଜ୍ଞା ଆଜ୍ଞା ଗୁରୁଙ୍କୁ ଗୋଟେ କଥା ଶୁଣ, ପାତାଞ୍ଜଳ ଯୋଗ ଦର୍ଶନରେ ଲେଖା ହେଇଛି ଧ୍ୟାନ କାହା କୁହନ୍ତି? ତତ୍ର ପ୍ରତ୍ୟୟୀ କଥାନତା ଧ୍ୟାନମ୍। ତତ୍ର ମାନେ ସେଇଠାରେ, ପ୍ରତ୍ୟୟ ମାନେ ଅନୁମାନ, ଆଜ୍ଞା ଏକତାନତା। ଏକତାନ ମାନେ ଆଜ୍ଞା ଜଳଧାରାବତ୍, ବୁଝିଲେ କି? ଆଜ୍ଞା ଆମେ ଗୋଟେ ପ୍ଲକରେ ଆମେ ଗୋଟେ ପିନ୍ ଟାକୁ ଗେଞ୍ଜି ଦେବା। ଆଜ୍ଞା ଗେଞ୍ଜିଲେ କଣ ହବ ନା, କରେଣ୍ଟ ଏକତାନତା ପୁରା ଫ୍ଲୋ ଚାଲିଲା, ସେଠି ଆଉ ଖଣ୍ଡ ଆଜ୍ଞା ହେଲା ନାହିଁ। ବୁଝିପାରିଲେ? ଆଜ୍ଞା ଆଜ୍ଞା ସେମିତି ଯଦି ତମର ପ୍ଲକ ଯଦି ଗୁରୁମୂର୍ତ୍ତି ହୁଅନ୍ତି, ମନ ହଉଛି ପିନ୍ ହେଲା। ଆଜ୍ଞା ମନ ଆଜ୍ଞା ରୂପକ ପିନ୍ କି ଗୁରୁ ନାମ ରୂପକ ପ୍ଲକ ରେ ତମେ ଯଦି ସଂଯୋଗ କରିଦେଲ ହେଲା, ଆଜ୍ଞା ଆଜ୍ଞା ଏକତାନତା ପୁରା ମାନେ ଜଳଧାରାବତ ତମେ ପୁରା ଏକଦମ ଲୟ ରଖ ତାଙ୍କୁ ଆଜ୍ଞା ହେଲା। ଆଜ୍ଞା ରଖିଲେ ତମ ମନଟା ଧୀରେ ଧୀରେ କଣ ହେଇଯିବ, ମାନେ ସେଥିରେ ପୁରା ଲୟ ହେଇକି ମନଟା ପୁରା ଏକାଗ୍ର, ସ୍ଥିର, ନିରୋଧ ସବୁ ଗୁଡାକ ହେଇଯିବ। ଆଜ୍ଞା ବୁଝିପାରିଲ? ଯୋଉଟା କହିଲି ମୋର ଅନୁଭୂତି ଟା ତମକୁ କହିଲି ହେଲା। ଆଜ୍ଞା କାହିଁକି ନା ଆଜ୍ଞା ମୁଁ କୌଣସି ଭେଦ ଦୃଷ୍ଟି ମୋର ନାହିଁ। ସବୁ ସଂସ୍ଥା ସମସ୍ତଙ୍କ ପାଇଁ ମୁଁ ୟୁଟ୍ୟୁବ ରେ ଛାଡୁଛି। ମୁଁ ନାଇଁ ସମସ୍ତେ ଯାହାର ଯାହା ଅସୁବିଧା ହଉଛି ମତେ କହିଲେ ମୁଁ ଯାହା ଜାଣିଥିବି ତମ ମାନଙ୍କୁ କହିବି ହେଲା କି? ସେ ଆଜ୍ଞା ତେଣୁ ଧ୍ୟାନ ଅର୍ଥ ଏଇଆ, ତାକୁ ତ ଧ୍ୟାନ କୁହାଯାଏ ନା, ତାକୁ କୁହାଯାଏ ଅନ୍ତରଙ୍ଗ ତ୍ରାଟକ। ଅନ୍ତରଙ୍ଗ ତ୍ରାଟକ କରୁ କରୁ ଧ୍ୟାନ ଆସିକି ପହଞ୍ଚିଯିବ। ବୁଝିପାରିଲେ କି?
ଯଦି ତମେ କରୁଛ ତାହେଲେ ସେଇଠି କର, ପବନ ପବନ ଉପରେ ହାତ ମାରାନା। ପବନ 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 ସାଧନା ଅନୁକୂଳ ଚନ୍ଦ୍ରଙ୍କର ନାହିଁ ବୁଝିଲେ, ତାଙ୍କର ହେଲା ସୂକ୍ଷ୍ମ ସାଧନା, ଧ୍ୟାନ ଲୟ ରଖିବା କଥା, ଲୟ ଯୋଗ ବୁଝିପାରିଲେ। ଆଉ ପବନ 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 ଯଦି କରିବ ତାହେଲେ ଯୋଉମାନେ ଜାଣିଛନ୍ତି ତାଙ୍କ ପାଖକୁ ଆସିଲେ ସିଏ ବତେଇ ଦେବେ ହେଲା। କାହିଁକିନା ପବନ ଉପରେ ଆମେ ଯଦି ଧ୍ୟାନ ରଖିବା, ଦରକାର ପଡ଼ିଲେ କେତେବେଳେ ପାଗଳା ହବା, କେତେବେଳେ ଶରୀର ଭିତରେ ପବନ କୋଉଠି ପଶିଯିବ, କେତେବେଳେ ଦେହ ଖରାପ ହବ, କେତେବେଳେ କଣ ମୁଣ୍ଡ ପାଗଳା ହବ କହିହବନି। କିନ୍ତୁ ସେ ଯୋଉ ପବନଟା କରାଯାଏ, ସେ ପବନ କେବଳ ଯୋଉମାନେ ପବନ ସାଧକ, ପବନ ମାର୍ଗରେ ଯୋଉ ଗତି କରୁଛନ୍ତି ସେମାନଙ୍କ ପାଖକୁ ଗଲେ ସେମାନେ ଧୀରେ 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 ତମକୁ କଣ କରିବେ, ବାଟ କରିକି ଦେଖେଇଦେବେ। କଣ ବୁଝିପାରିଲେ ନା? ଭିତରେ ଭଗବାନ ଅଛନ୍ତି କି ନାହାନ୍ତି, ଏଇ ତ ତମର ପ୍ରଶ୍ନ। ଆଜ୍ଞା ତାର ଉତ୍ତରଟା ମୁଁ ପ୍ରଥମେ ତମକୁ ଆଉ ଗୋଟେ ଉଲ୍ଟା ପ୍ରଶ୍ନ ପଚାରିଲି ଯେ ବରଫ ଭିତରେ ଜଳ ଅଛି କି ନାହିଁ, ତମେ କହିଲ ନା ନାହିଁ। କିନ୍ତୁ ଦେଖ ତତ୍ତ୍ୱ ହିସାବରେ ବୁଝିବା ପାଇଁ ଗଲେ ବରଫ ଭିତରେ ଜଳ ଅଛି। କାହିଁକି ନା ଜଳରୁ ବରଫ ତିଆରି। ତେଣୁ ଜଳ କେମିତି ରହିଲାନି, ଜଳ ଅଛି କିନ୍ତୁ ସେଇଟା ଡାଇରେକ୍ଟ ନାହିଁ, ସେଇଟା ଇନଡାଇରେକ୍ଟ ଅଛି। ଜଳଟା ବରଫ ପାଲଟିକି ରହିଛି। ତେଣୁ ବର୍ତ୍ତମାନ ଆମେ ଯେତେବେଳେ ଦେଖିବା ଖାଲି ବରଫଟାକୁ ଦେଖିବା, ବରଫର ଗୁଣ ଜାଣିବା, ଜଳ ଗୁଣଟା ଜାଣିପାରିବାନି, ସେ ପରିବର୍ତ୍ତିତ ହେଇଯାଇଛି ନା। ଠିକ ସେଇଭଳି ପଥର ଭିତରେ ଭଗବାନ ଇନଡାଇରେକ୍ଟ ଅଛନ୍ତି, କିନ୍ତୁ ଆମେ ତାକୁ ପଥରର ଗୁଣଟା ଜାଣିବା, କିନ୍ତୁ ବ୍ରହ୍ମର ଗୁଣଟା ଜାଣିପାରିବୁନି। କିନ୍ତୁ ବ୍ରହ୍ମ ନିଜେ ପଥର ପାଲଟିଛନ୍ତି। ଏବେ ବୁଝିପାରିଲେ ନା? କିନ୍ତୁ ଆମେ ବ୍ରହ୍ମ ସିଧା ପାଇବାନି। ଆଉ ଗୋଟେ କଥା କରିବା, ଗୋଟେ ବରଫ କଣ୍ଢେଇ ପେଟରେ କିଛି ଜଳ ପୁରେଇଦବା ଖାଲ କରିକି, ଜଳଟା ରହିବ ନା ନାଇଁ? ରହିବ। ମୁଁ କଥା ତ ସେଇଟା କଣ ନା, ସେ କଣ୍ଢେଇ ଭିତରେ তুমি ସିଧା ଜଳଟା ପାଇଲ। ଠିକ ସେଇଭଳି ମଣିଷ ଶରୀରଟା ଯୋଉ ପ୍ରକୃତିରେ ଗଢା ହେଇଛି, ଇଏ ବ୍ରହ୍ମରେ ତିଆରି ହେଇଛି, ହେଲେ ଇଏ ସବୁ ପଦାର୍ଥ ହେଇଯାଇକି ଶରୀରଟା ତିଆରି ହେଇଛି। କିନ୍ତୁ ଶରୀର ଭିତରେ ଯୋଉ ଶୂନ୍ୟ ଅଛି, ସେ ଶୂନ୍ୟରେ ଏ ବ୍ରହ୍ମ ଶକ୍ତି ସିଧାସଳଖ ପ୍ରକାଶ ପାଉଛନ୍ତି। ପ୍ରାଣୀ ଶରୀର ଗୋଟେ ଏଭଳି ପ୍ରକାର ଜିନିଷ ଯେ ତା ଦେହରେ ଯୋଉ ବ୍ରହ୍ମରେ ତା ଶରୀର ତିଆରି, କିନ୍ତୁ ବ୍ରହ୍ମ ସିଧାସଳଖ ତା ଭିତରେ ଶୂନ୍ୟ ଭିତରେ ପ୍ରକାଶ ପାଆନ୍ତି। ଧରିଲା ନା ମୋ କଥାଟା ବୁଝିପାରିଲେ? ତେଣୁ ଆଉ ଗୋଟେ କଥା ଶୁଣନ୍ତୁ, ଏଇ ଯୋଉ ଗଛ ତରୁ ଲତା ସବୁଥିରେ ତ ଅଛନ୍ତି। ଆଉ ଗୋଟେ ଆପଣଙ୍କର ଗୋଟେ ଭିଡିଓ ମାଧ୍ୟମରେ ଶୁଣିଥିଲି, ଆପଣ କହୁଥିଲେ ନିଶ୍ୱାସକୁ କଣ୍ଟ୍ରୋଲ କଲେ ମନ ସ୍ଥିର ରହିବ। ନିଶ୍ୱାସକୁ ଯୋଉ କଣ୍ଟ୍ରୋଲ କରିବା, ଆଉ ଗୋଟେ କଥା କହିଲେ ନା, ନିଶ୍ୱାସକୁ ଆମେ ଦେହର ନିଶ୍ୱାସ ନେଲେ ଜୋର ଟାଣି ଛାଡିବା କଥା ତ କହିଲେ ନା। ନା ଶୁଣ, ତମେ କାହିଁକି ଟାଣିବ? ମୁଁ ନିଶ୍ୱାସକୁ ମୁଁ କହିନି ଯେ ନିଶ୍ୱାସକୁ ନେଲେ ମନ ସ୍ଥିର ହବ। ଟାଣିବା କଥା ଯୋଉ ବୁଝିଲ, ଟିକେ ଉଲ୍ଟା ବୁଝିଲ। ନିଶ୍ୱାସକୁ ମନ ନ କଲେ, ଆଚ୍ଛା ନିଶ୍ୱାସ କଣ ହୁଏ ନା, ଗୋଟେ ବାୟୁ ଭିତରୁ ବାହାରୁ ଭିତରକୁ ଯାଏ, ଗୋଟେ ବାୟୁ ଭିତରୁ ବାହାରକୁ ଆସେ। ଏଇ ଯୋଉ ଯିବା ଆସିବା ଉଭୟ ବାୟୁକୁ ତମେ ଯଦି ମନ ନ କରିବ, କିମ୍ବା ସେ ବାୟୁକୁ ଯଦି ତା ଗତିକି ଧୀର କରିବ, ଆମର ବୁଝ, ତାର ଗୋଟେ ଅର୍ଥ ମୁଁ ବୁଝେଇ ଦଉଛି ଯେ ପ୍ରତ୍ୟେକ ଗୋଟିଏ ସାଧାରଣ ଲୋକର ନିଶ୍ୱାସଟା ସିଏ ମିନିଟରେ 15 ଥର ବା 4 ସେକେଣ୍ଡରେ ଥରେ ଯିବା ଆସିବା କରେ ନା କରେ। ଏଇ ହିସାବରେ ଯଦି ଆମେ ହିସାବ କରିବା, 24 ଘଣ୍ଟାରେ ସେ ଯାଉଛି 21,600 ଥର ଯିବା ଆସିବା କରୁଛି। ଯଦି ଯିବା, ଏଇଟା ହେଲା ଆମର ମିଡିୟମଟା, ସାଧାରଣ ପବନ ଯିବା ଆସିବା କରେ। କିନ୍ତୁ ଏଇ ପବନରୁ ଆମେ ଅଧିକ ପରିଶ୍ରମ କରିବା, ସ୍ତ୍ରୀ ସଂସର୍ଗ କରିବା, ଅଧିକ ବାକ୍ୟ କହିବା, ମାନେ କି ଅଧିକ କର୍ମ କରିବା, ଯେତିକି କରିବା କଥା ତାଠାରୁ ଅତିରିକ୍ତ ଯେତେବେଳେ କହିବା, ଖାଇବା ପିଇବା ଆହାର ବିହାର ଏଗୁଡା ସବୁ ଆମ ଅତିରିକ୍ତ କରିଦିଅନ୍ତି, ଗୋଳମାଳିଆ କରିଦିଅନ୍ତି। କରିଦେଲେ କଣ ହବ? ପବନ ଗୋଳମାଳିଆ ଚାଲିବ। ଯେତେବେଳେ ପବନ ଗୋଳମାଳିଆ ଚାଲେ, କେତେବେଳେ 21,600 ଥରରୁ କାହିଁକି ମାନେ 42,000 ନ ହେଇଯିବ, ଲକ୍ଷେ କାହିଁକି ନ ହେଇଯିବ? କଣ ଏଗୁଡା ସବୁ ଆମର ଅଧିକ ହେଇଯାଉଛି। ପବନ ଯେତେବେଳେ ଅଧିକ ହେଇଯାଉଛି, ମନ ସେଇ ହିସାବରେ ଚଞ୍ଚଳ ହଉଛି। ବୁଝିଲେ? ତେଣୁ ନିଶ୍ୱାସ ଯଦି ଆମେ କମେଇବା, ମନ ସ୍ଥିର ଅବସ୍ଥାକୁ ଆସିବ। ନିଶ୍ୱାସ ଟୋଟାଲ କମିଗଲେ ମନ ପୁରା ସ୍ଥିର ହେଇଯିବ। ବୁଝିପାରିଲେ କି? ସେଇ ଯୋଉ କମେଇବା, ଟାଣିବାର କମ କରିବା, ଛାଡିବାରେ ବି କମ କରିବା। ଆଚ୍ଛା, ତାହେଲେ ଅଳ୍ପ ଅଳ୍ପ ଟାଣିବା, ଅଳ୍ପ ଅଳ୍ପ ଛାଡିବା କଣ ହବ ନା? ନା, ଆମେ ଟାଣିଲେ ହବନି, ଆମେ ଛାଡିଲେ ହବନି। ଆମେ ଯଦି ସ୍ଥିର ହିସାବରେ ବସିଯିବା ପୁରା ଥକା ମାରିକି,
ସେ ଧୀରେ 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 କମିଯିବ। କାହିଁକି ନା ପବନର ଧର୍ମ ହେଲା ସେ ଶରୀର ଭିତରେ ଧୀରେ ଧୀରେ କମିଯିବ। ତା ଧର୍ମ ହେଲା ସେ କମ ଆଡକୁ ଆସିବ। ବୁଝିପାରିଲେ? ମୁଁ ଗୋଟେ ଆଉ ଗୋଟେ ଉଦାହରଣ ଦଉଛି ଯେ ଗୋଟେ ଲୁହାଟାକୁ ତତେକି ରଖିଦିଅ, ରଖିଦେଲେ ତମେ ତାକୁ ଶୀତଳ କର ନା, ଧର୍ମ ହେଲା ସେ ବଳେ ବଳେ ଶୀତଳ ହେଇଯିବ। ଏବେ ବୁଝିପାରିଲେ ନା? ତେଣୁ ପବନର ଧର୍ମ ହେଲା ସେ ବଳେ ବଳେ ସ୍ଥିର ହେଇଯିବ। ପୁରା ଜିରୋ ବାବା, ପୁରା ଯଦି ବନ୍ଦ ହେଇଗଲା ହେଲା କୁମ୍ଭକ ହେଇଯିବ, ଭଲ ହବ। ଭଲ ମୃତ୍ୟୁ ହେଇଯିବ ନା? ତ ନା, ପବନ ସେ ପବନ ସ୍ଥିର ହେଲେ ମଣିଷର ମୃତ୍ୟୁ ହୁଏ ନା। ବୁଝିଲ? ସେ ପବନ କେବେ ସ୍ଥିର ହେଲେ ମୃତ୍ୟୁ ହୁଏ ନା, କୁମ୍ଭକ ହେଇଯାଏ। ଆଜ୍ଞା, ବୁଝିଲ କି? ପୁଣି ଯଦି ସ୍ଥିର ହେଇଗଲା ପବନ, ଫେରିବ ପୁଣି କେମିତି? ବଳେ ସିଏ ଫେରିବ। ପୁଣି ଯେତେବେଳେ ସେ କ୍ରିୟାରୁ ନିବୃତ୍ତି ହେଇଯିବ ବଳେ ବେଳେ ସ୍ୱାଭାବିକ ଚାଲିବ। ଆଜ୍ଞା, କଣ ବୁଝିଲା ନା? ତମେ ଯେତେବେଳେ ସ୍ଥିର ହେଇଯାଏ, ସେଇ ଯୋଉ ସ୍ଥିରତାରେ ବସିବ ପ୍ୟାସିଭନେସ୍, ସେଇଟା କେବଳ ଗୁରୁ ବତେଇ ଦେବେ। ଆଜ୍ଞା, ସେ ବତେଇ ଦେଇକି ସେ କ୍ରିୟାରେ ଯଦି ତମେ ପବନକୁ ଧୀରେ ଧୀରେ ତମେ ବସିଲ, ସେ ତାର ସ୍ଥିର ହେଇଗଲା। ହଉ, ଆଚ୍ଛା, ମୁଁ ତୁମକୁ ଗୋଟେ ଛୋଟିଆ ଉଦାହରଣ ଦେବି, ତମେ ଜାଣିପାରିବ। ବୁଝିପାରିଲ ନା? ସେ ଉଦାହରଣଟା କଣ କହୁଛି ଶୁଣ। ମୁଁ ସେ ଗୋଟେ ଛୋଟ ଉଦାହରଣ ଦଉଛି, ତମେ ସେ ଉଦାହରଣଟା ଜାଣିପାରିବ। କଣ? ଯେ ତମର ଗୋଟେ ପୁଅ ଅଛି, ଆଜ୍ଞା, ସିଏ ହଉଛି ଭାରି ଜିଦିଆ। ଆଜ୍ଞା, ଯଦି ଭାରି ଜିଦିଆ, ସିଏ କହୁଛି ମତେ ଦା ଖଣ୍ଡାଟାକୁ ଦିଅ, ମୁଁ ନେଇକି କାଟିବି। ତମେ ଭାବୁଛ, ତମେ କହୁଛ ଆରେ ବାବୁ, ଏ ଦାଟା ହଉଛି ବିପଦ ଜିନିଷ, ତୁ କାଳେ କେତେବେଳେ ନେଲେ କୋଉଠି ହାତ ଗୋଡ କାଟିଯିବ, ମୁଁ ତତେ ଦାଟା ଦେବି ନାହିଁ। କିନ୍ତୁ ସିଏ ଜିଦି କରୁଛି ମତେ ଦାଟାକୁ ଦିଅ, ତମେ ଦଉନା। କାହିଁକି ନା ତମେ ତାର ମଙ୍ଗଳ ଚାହୁଁଛ ନା। ତେଣୁ ତୁମେ କଣ କଲ ନା, ଦାଟାକୁ ଛଡେଇକି ତାଠୁ ନେଇ ଘରେ ରଖିଦେଲ। କଣ କରିବ ସିଏ? କାନ୍ଦିବ। କାନ୍ଦି କାନ୍ଦି ତମେ ତାକୁ ଶୁଣୁନା। ଘଣ୍ଟେ 2 ଘଣ୍ଟା 3 ଘଣ୍ଟା 4 ଘଣ୍ଟା ତାର ବସି କାନ୍ଦୁଥିବ ସକାଳୁ ଗାଧୁଆଳ ପର୍ଯ୍ୟନ୍ତ। ତମେ କିନ୍ତୁ ଦଉନା, ତମ ଜିଦିରେ ତମେ ଅଟଳ। କଣ ହବ? କାନ୍ଦି 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 ଲାଷ୍ଟ ବେଳକୁ ସିଏ ଶୋଇପଡିବ। ଯେତେବେଳେ ଶୋଇପଡିବ, ସେତେବେଳେ କଣ ହୁଏ ନା, ତା ନିଶ୍ୱାସଟା ତାର ଅଟୋମେଟିକ ବନ୍ଦ ହେଇଯାଏ। ଯେତେବେଳେ ତାକୁ ପୁଣି ଡାକିଦବ, ସିଏ ସେଠୁ କହିବ ଶଶ କିଣି ହେଇକି ଉଠିବ। ତା ନିଶ୍ୱାସଟା ଜୋର ଚାଲିବ, ଚାଲିବ ନା ନାଇଁ? ଇଏ ସାଧନାଟା ହଉଛି ସେଇଆ। ତମେ ପରମାତ୍ମାକୁ ଧ୍ୟାନ କରି 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 ଯେତେବେଳେ ଶୋଇପଡିବ, ତା ନାଁ ହଉଛି ଯୋଗ ନିଦ୍ରା। ବୁଝିଲ? ଯେତେବେଳେ ତମେ ଯୋଗ ନିଦ୍ରାରେ ଶୋଇପଡିବ, ସେତେବେଳେ ତମର କେତେବେଳେ କୁମ୍ଭକ ହେଇସାରିବନି, ତମେ ଜାଣିପାରିବନି। ତମର କୁମ୍ଭକ ହେଇଯିବ। ଶରୀର ସ୍ଥିର, ପବନ ସ୍ଥିର, ମନ ସ୍ଥିର। ଏଇ ତିନିଟା ଯେତେବେଳେ ସ୍ଥିର ହେଇଯିବ, ଅଟୋମେଟିକ ଆତ୍ମଜ୍ୟୋତି ତମର ଦର୍ଶନ ହବ। ଯେତେବେଳେ ଦର୍ଶନ ହବ, ପୁଣି ଯେତେବେଳେ ତମେ ସ୍ଥୂଳ ମାର୍ଗ କାମନା ବାସନା ଅଛି ତ, ପୁଣି ଯେତେବେଳେ ଧ୍ୟାନ ଛାଡିକି ଆସିବ, ଅଟୋମେଟିକ ପବନ ଯେମିତି ଚାଲିଥିଲା ସେମିତି ଚାଲିବ। ବୁଝିଲ ନା ମୋ କଥାଟା? ଜଣେ ଜଣେ ଧ୍ୟାନ କରୁ କରୁ ହେଟ ମୁଣ୍ଡିଆ ହେଇକି ତଳେ ଶୋଇ ପଡିବ ନିଦର। ନା, ସେଟା ଭୁଲ, ସେଟା ଠିକ ନୁହେଁ। ସେଟା ନିଦ ହେଲେ ଏଟା ହେଲା ଇଏ ନିଦ୍ରା, ଆମର ସଂସାରରେ ନିଦ୍ରା, ମାୟା ନିଦ୍ରା। ତାକୁ ଯୋଗ ନିଦ୍ରା କୁହାଯାଏ ନା। ଏଟା ଶରୀରର ଅବଶେଷ ଥିଲା। ଯୋଗ ନିଦ୍ରା ହଉଛି ସେଇ ନିଦ୍ରା। ଶୁଣ, ମୋର ଅନୁଭୂତି ମୁଁ କହୁଛି। ଯୋଗ ନିଦ୍ରା ହଉଛି ତମେ ଧ୍ୟାନରେ ବସିଛ, ତମେ ନିଦ ଗଲା ଭଳିଆ ବସିଛ, କିନ୍ତୁ ତମର ବାହ୍ୟ ଜ୍ଞାନ ଥିବ। କୋଉଠି କିଏ କଣ ପାଟି କରୁଥିବ ଶୁଭୁଥିବ, କିନ୍ତୁ ତମ ଶରୀର ଭିତରେ ରିଆକ୍ସନ ହଉନଥିବ। ଏଇଟା ହଉଛି ଯୋଗର ପ୍ରଥମ ଷ୍ଟେଜରେ। ବାହାର ଜ୍ଞାନ ସବୁ ଥିବ, କିନ୍ତୁ ତମକୁ ଜଣା ପଡୁନଥିବ। ସେଇ ନିଦ ଯେତେବେଳେ ଗାଢ ହେଇଯିବ, ଜାଗ୍ରତ, ସ୍ୱପ୍ନ, ସୁଷୁପ୍ତି, ତୁରୀୟ, ଅତି ତୁରୀୟ ଅବସ୍ଥା ସବୁ ରହିଛି। ଗୋଟେ ଗୋଟେ ଷ୍ଟେଜ ଅଛି। ତେଣୁ ଯେତେବେଳେ ତମେ ପ୍ରଥମେ ଜାଗ୍ରତରେ ଧ୍ୟାନ କରିବ, ଜାଗ୍ରତରୁ ଧୀରେ ଧୀରେ ତମେ ଯିବ କଣ ସ୍ୱପ୍ନକୁ, ସ୍ୱପ୍ନରୁ ଯିବ ତମେ ସୁଷୁପ୍ତି କି, ସୁଷୁପ୍ତି ଯିବ ତୁରୀୟ, ତୁରୀୟ ପରେ ଯିବ ଅତି ତୁରୀୟ, ତୁରୀୟ ଅବତାରେ ତମର ହେଇଯିବ ସମାଧି। କଣ ଏଇଟା ହଉଛି ସରଳ ସାଧନା ବି। ତମେ ଯୋଉଟା କହୁଛ ଏଟା ସରଳ କଥା, କିନ୍ତୁ ଆମ ମୁନି ଋଷି ମାନଙ୍କର ବିଭିନ୍ନ ପ୍ରକାର କ୍ରିୟା ରହିଛି, ହେଲା କି? ଏଇ ଆସନ କରିବି, ପ୍ରାଣାୟାମ କରିବି, ନାକକୁ ଚିପିମି, କାନକୁ ଚିପିମି, ଏତେ କଥା କଣ ଦରକାର? କଣ ବୁଝିପାରିଲେ ନା? ତମେ ଦେହ ଜ୍ଞାନକୁ ଶୂନ୍ୟ କରିକି ତମେ ଯଦି ଉପରକୁ ଯିବ, ଏଇ ହଉଛି ତାର ବାଟ। ବାବା, ଆପଣ କହନ୍ତି ମାନେ ଚାଲିଲା ବେଳେ, ବୁଲିଲା ବେଳେ ଯଦି ଭଜନ କରିବ ଗୁରୁଙ୍କ ନାମ, ଯେତେ ଗୁରୁଙ୍କ ନାମ ଭଜନ କରିବ, ସେତେ ମାନେ ଇଏ ଶକ୍ତି ହାରିବ। ତାର କାରଣ ହଉଛି, ଶୁଣ, ଚାଲିଲା ବସିଲା ବେଳେ ସେଇ ନିଶ୍ୱାସକୁ ତମେ ମନନ କରିବ। ନିଶ୍ୱାସକୁ ମନନ କରିବ ନା ଗୁରୁଙ୍କ ନାମକୁ ମନନ କରିବ? ନାଇଁ, ସେ ଗୁରୁଙ୍କ ନାମକୁ ନିଶ୍ୱାସରେ ମନନ କରିବ।
ହଁ ହଁ ବୁଝିପାରିଲ ସେ ସବୁ ତମେ ନାମ ଆଖିରେ ସିନା ଜାଣିଥିବ କୁହାଯିବ ନିଶ୍ୱାସ ରହିବ। ହଁ ନହେଲେ ଯଦି ଗୁରୁ କରିଛ ନା ଆଜ୍ଞା କାହାକୁ କରିଛ ଠାକୁର ଅନୁକୂଳ ଚନ୍ଦ୍ର। ଅନୁକୂଳ ଚନ୍ଦ୍ରଙ୍କର ଏଇ ଜିନିଷ ନାହିଁ କାହିଁ ପଚାରୁଛ ତାଙ୍କର କଣ ନାହିଁ ଯେ ଅଛି ତାଙ୍କର ବାବା ଇଏ ଜିନିଷ ନାହିଁ ନା ଇଏ ଜିନିଷ ଅଛି ନା ମୁଁ ତାଙ୍କ ନାହିଁ ଯାଜନ କରୁଥିଲେ ଶୁଣନ୍ତୁ ବାବା ହଁ ଯାଜନ କରୁଥିଲେ ଜଣେ ହଁ ସେ କହୁଥିଲେ ହଁ ଗୁରୁଙ୍କ ନାମ ତମେ ଯେତେ ମାନେ ମନନ କରିବ ଗୁରୁଙ୍କ ନାମ ହଁ ତମ ଭିତରେ ସିଏ ଅଟୋମେଟିକ ହବ। ସେଇଟା ସତ କଥା ଯେ କିନ୍ତୁ ସେ ମନନ ବହୁତ କଷ୍ଟ ଡିଫିକଲ୍ଟ ପାଠ ସିଏ ଗୋଟେ କଥା ହଉଛି ଆଜ୍ଞା ତମେ ଗୁରୁ ନାମକୁ ମନନ କରିବ ନିଶ୍ୱାସକୁ ମନନ କରିବ କେତେବେଳେ ହଁ କଣ ବୁଝିପାରିଲ ନା ନିଶ୍ୱାସ ହଁ ପଶିଛି ତମେ ଜନ୍ମ ହେଲ ଆଜ୍ଞା ନିଶ୍ୱାସ ବାହାରିଗଲେ ତମେ ମରିଯିବ ଆଜ୍ଞା ନିଶ୍ୱାସ ତମର ଜନ୍ମ ମୃତ୍ୟୁ ଖବର ଦବ ନାମକୁ ଆଜ୍ଞା ମନନ କରୁଥା ସେ ନାମ ଆଜ୍ଞା ଯଦି ଶୁଣ ନାମଟା ଯଦି ଆଜ୍ଞା ପ୍ରବୃତ୍ତି ମାର୍ଗରେ ହେଇଥିବ ଅଶ୍ବିନୀ କାଳେ ତମ ମନ ସ୍ଥିର ହବନି ଆଜ୍ଞା ଅଶ୍ବିନୀ କାଳେ ହେଲା ଆଜ୍ଞା ତମେ ନିଜେ ଆଜ୍ଞା ବୁଝ ତମକୁ ଯୋଉ କଥା କହିଲି ତମେ ଗୁରୁ ନାମକୁ ସ୍ମରଣ କରିକିରି ଅଧଘଣ୍ଟେ ଆଜ୍ଞା ସ୍ମରଣା କରିବ ତାଙ୍କ କଥା ଅନୁସାରେ ହେଲା ଆଜ୍ଞା ଭୋରୁ ଆଜ୍ଞା ସ୍ମରଣା କରିକି ଆସନ ଛାଡ଼ି ଦେଇ ବସନି ଦେଖ ମନ କୁଆଡକୁ ଯାଉଛି ଦେଖନି ମନକୁ ଜଗନି ମନ ଦେଖିବ ପ୍ରବୃତ୍ତି ମାର୍ଗକୁ ଯାଉଛି ମନ ନିବୃତ୍ତି ଆଜ୍ଞା ମାର୍ଗକୁ ଆସୁନି ଯେତେବେଳେ ଆଜ୍ଞା ତମେ ନାମକୁ ସ୍ମରଣ କରିସାରିଲା ପରେ ବସିଲା ପରେ ଯଦି ତମକୁ ତତ୍ଵ କଥା ଜ୍ଞାନ କଥା ଯେତେବେଳେ ଦୃଶ୍ୟ ଯଦି ହବ ଜାଣିବ ସେ ଗୁରୁ ନାମ ଠିକ ଆଜ୍ଞା ନାମକୁ ମନନ କରିସାରିଲା ପରେ ଯଦି ତମେ ତମ ପାଖକୁ ଯଦି ଘନ 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 କଣ ଆସିବ ତମକୁ ଯଦି ଜ୍ଞାନ ଦୃଶ୍ୟ ଦେଖାଯିବ ହେଲା ତମେ ଆଜ୍ଞା ଜାଣିବ ନାମ କଥାଟା ଠିକ ବୁଝିଲ ଆଜ୍ଞା ମୁଁ ତୁମକୁ ଗୋଟେ ଉଦାହରଣ ଦଉଛି ଶୁଣ ତମେ ସେ ନାମକୁ ଯାହା ପଚାରିବ ସେ ତମକୁ ସବୁ ଉତ୍ତର ଦେଇଦବ ମୁଁ ତାର ଗୋଟେ ଆଜ୍ଞା ଉଦାହରଣ ତମକୁ ବର୍ତ୍ତମାନ ଦଉଛି ଆମର ଏଇ 2 ଦିନ ତଳେ ଗୋଟେ ଗୁରୁମେଳା ହେଲା ଆଜ୍ଞା ହେଲା ଗୁରୁମେଳା ଆଜ୍ଞା ହେଲା ପରେ ସେମାନେ ଗୋଟେ ଭଜନ ବୋଲିଲେ ଓଲଟ ବୃକ୍ଷ ଗୋଟିଏ ଓଇଲି ଦେଖି ଜଣେ ହସେ ଜଣେ କାঁଦେ ହୋଇ ନିର୍ବାଖୀ ବୁଝିଲ ଆଜ୍ଞା ସେ ଆଜ୍ଞା ଭଜନଟି ବୋଲିଲା ପରେ ଜଣେ ଚଟକିଣି ପ୍ରଶ୍ନ ପଚାରିଦେଲା ଯେ ବିଶ୍ୱର ବାବା ୟାର ଉତ୍ତରଟା କଣ କୁହ ଏ ଭଜନର ମୁଁ ଆଜ୍ଞା କହିଲି ସେ ଭଜନରେ ସବୁ ଉତ୍ତର ତ ମୁଁ ଜାଣିନି ଗୋଟେ ଦିଟା ଜାଣିଛି ହଁ ସବୁ ଜାଣିନି ହଁ ହଁ ସାଙ୍ଗେ ସାଙ୍ଗେ ଜୁଆଟି ହେଇକି ଗୁରୁଙ୍କୁ ପଚାରିଲି ମୁଁ କହିଲି ପ୍ରଭୁ ଉତ୍ତର କହିଦେ ଆଜ୍ଞା ବୁଝିଲ ମୁଁ କହିଲି ଆଜ୍ଞା ପ୍ରଭୁ ତୁ ଏଠି ଉତ୍ତର କହିଦେ ହଁ ବିଶ୍ୱାସ କରିବନି ସବୁ ପୁରା ଟୋଟାଲ ଭଜନଟାର ଉତ୍ତର ଟୋଟାଲ ଖୋଲିଗଲା କରିଛି 2 ଦିନ 3 ଦିନ ତଳେ ଛାଡ଼ିମି 2 ଦିନ 3 ଦିନ ପରେ 23 24 25 ଛାଡ଼ିମି ତାକୁ ଦେଖିବ ଆଜ୍ଞା କଣ ଆଉ ବୁଝିବ ଗୋଟେ ଦେଖିନି କଣ ହଂସକୁ ଖଳା କଣ ଏଇ ଟାଇପ ର ଗୋଟେ ଛାଡିଥିଲେ ନା ନା ମୁଁ ଏଗୁଡ଼ାକ ସବୁ କହିନି ଯେ ହଂସକୁ ଖେଳା ବୋଲି ମୁଁ କୋଉଠି କହିନି ତମେ କୋଉଠି ଅଲଗା ଶୁଣିଥିବ ମୁଁ ଆଜ୍ଞା ବାଣ୍ଟୁଛି ମୁଁ ମଲା ପରେ ଏଗୁଡ଼ାକ ଯୋଉ ଜିନିଷ ସବୁ ମୁଁ ଦେଇଛି ସେଗୁଡ଼ା ସବୁ ନଷ୍ଟ ହେଇଯିବ ପଚିଯିବ ଆଜ୍ଞା ସାଧୁ ଆଜ୍ଞା ମାନଙ୍କର ବି ପଚି ଯାଇଛି ବହୁତ ତେଣୁ ମୋର ଆଜ୍ଞା ସ୍ୱ ଅନୁଭୂତି ଗବେଷଣା ମୁଁ ସେଗୁଡ଼ା ସବୁ ୟୁଟ୍ୟୁବ ମାଧ୍ୟମରେ ବାଣ୍ଟି ଦଉଛି ହେଲା ଆଜ୍ଞା ତମେ ଆଜ୍ଞା ଯାହା ପଚାରିଲ ମୁଁ ସେଆ ଉତ୍ତର କଲି ତମେ ସେଗୁଡ଼ା ନିଜେ ଚିନ୍ତା କର ହେଲା ଆଜ୍ଞା ହଉ ଆଜ୍ଞା ଥିଓରି ଆଉ ପ୍ରାକ୍ଟିକାଲ ଭିତରେ ପାର୍ଥକ୍ୟ ନାହିଁ ହଁ ହଁ ବାସ ତମେ ଅନୁଭବ ଜିନିଷଟା ମୁଁ ସେଠି କେମିତି କେମିତି ଯିଏ ଅନୁଭବ କଥା କହୁଛି ମୁଁ କହିଲି ନା ମୋ ପାଖକୁ ଆସିଲେ ମୁଁ କହିଦେବି ହଁ ହଁ ମୁଁ କାହାଠୁ ଟଙ୍କାଟେ ବି ଚାହୁଁନି ମୋର ପଇସାଟେ ଦରକାର ନାହିଁ ଜଣେ ଜଣେ ଆଜ୍ଞା କହୁଛନ୍ତି ବାବା ମୁଁ ଗୁରୁ ଦୀକ୍ଷା ନେମି କେତେ ଟଙ୍କା ନବ କହ ମୁଁ କହିଲି ଆରେ ଟଙ୍କା କଣ ଟଙ୍କା ଯଦି କହୁଛୁ ତାହେଲେ ଅନ୍ୟ ଗୁରୁ କର ହଁ ହଁ ନାଇଁ ମୋର ପଇସା ପତ୍ର ଦରକାର 5ଟା ଧଳା ଫୁଲ ଆଣେ ମୁଁ ଅଚିରରେ ତ ଦେବି କିନ୍ତୁ ଗୋଟିଏ ଜିନିଷ ସଚ କହୁ ଆଜ୍ଞା ଗୁରୁ ନାମ ସ୍ମାର ଉଦ୍ୟମ କର ଖାଅ ଯଦି କେହି ଆଜ୍ଞା କେବେ ବାଟ ନ ଛାଡେ ଦୟାନିଧି ହାତ କାଟି ଲେଖି ଦଉଛି 10 କିଲୋ ଘୋଷାରି ନବ ନିଶ୍ଚୟ ହଁ ଆଜ୍ଞା ବୁଝିପାରୁଛନ୍ତି ତେଣୁ ଆଜ୍ଞା ଆମେ କେମିତି ଶୂନ୍ୟପୁରକୁ ଯିବା ବ୍ରହ୍ମକୁ ଆଜ୍ଞା ଦର୍ଶନ କରିବା ସେହି ହେଉଛି କଥା ଇନ୍ଦ୍ରିୟକୁ କେମିତି ଛାଡ଼ିବା ଆଜ୍ଞା କିନ୍ତୁ ଇନ୍ଦ୍ରିୟକୁ ଧରିବା ନାହିଁ ଆଜ୍ଞା ସେ ଯୋଉ ମନନ କୁହାହଉଛି ମନନ କରୁଛନ୍ତି ସେ ହଉଛି ମାନସ ଜପ ଆଜ୍ଞା ବୁଝିପାରିଲେ ତମେ ତମର ଯୋଉ ଜପ କୁହାଉଛି ସେଟା ହଉଛି ମାନସ ଜପ ହେଲା ଆଜ୍ଞା ଆଜ୍ଞା ପରାପର ମଧ୍ୟମା ବୈଖରୀ 4 ପ୍ରକାର ଜପ ଅଛି ବୁଝିଲେ କି ସେଟା ମାନସ ଜପ କରୁଛନ୍ତି କରନ୍ତୁ ଭଲ ମାନସ କିନ୍ତୁ ମାନସ ଜପ କରିବେ ଯେ ଠିକ ଆଜ୍ଞା କିନ୍ତୁ ମାନସ ଜପ ଯଦି ପ୍ରକୃତ ନାମ ନା ଆଉ ଯୋଉ ନାମ ଦେଇଛନ୍ତି ସେ ନାମଟା ବେଦରେ ଅଛି ନା ଯୋଉ ନାମ ଦେଇଛନ୍ତି ସେଟା ବେଦର ତତ୍ତ୍ୱ ନା ଯୋଉ ନାମ ଦିଆଯାଇଛି ସେଟା ଗାୟତ୍ରୀର ତତ୍ତ୍ୱ ନା ଏଇ ତତ୍ତ୍ୱ ଯଦି ନ ହେଇଥିବ ସେ ନାମ ଠିକ ନୁହେଁ କାରଣ ଯେ ଆମର ହଉଛି ଯେ ଯୋଉ ନାମକୁ ବ୍ରହ୍ମା ବଶିଷ୍ଠ ଧରିକିରି ବ୍ରହ୍ମର୍ଷି ହେଇଛନ୍ତି ସେଇ ନାମରେ ଆଜ୍ଞା ସିନା ଗଲେ ଆମେ ବ୍ରହ୍ମକୁ ପାଇବା ତମେ ଗୋଟେ ବାଟ ଦେଖିକି ତମେ ଯାଇକି ଗୋଟେ ମାର୍ଗରେ ଗୋଟେ ବଜାରରେ ପହଞ୍ଚିଛ ଆଜ୍ଞା ଆଉ ତମେ ଯୋଉ ବାଟରେ ପହଞ୍ଚିଛ ତମ ନାଙ୍ଗୁଡ଼ ଧରିଲେ ତମେ ମତେ ନେଇଯିବ ଆଉ ମୁଁ ଆଜ୍ଞା ଯଦି ନ ପହଞ୍ଚିଛି ତମେ ମୋ ନାଙ୍ଗୁଡ଼ ଧରିଲେ ପାରିବ ନା ନା ପାରିବିନି ଆଉ ବାସ୍ ତେଣୁ ଯୋଉ ନାମଟା ଯାଇକି ସବୁ ବ୍ରହ୍ମା ବଶିଷ୍ଠ ବ୍ରହ୍ମର୍ଷି ହେଇସାରିଛନ୍ତି ବ୍ରହ୍ମ ଦର୍ଶନ କରିସାରିଛନ୍ତି ଆଜ୍ଞା ଶଙ୍କରାଚାର୍ଯ୍ୟ ଆଦି ଆଉ ସେଇଟାକୁ ଆଜ୍ଞା ସେଇମାନଙ୍କ ଜିନିଷ ଅନୁସରଣ କଲେ ଆମେ ଠିକ ବାଟକୁ ଯିବା
ଆଜ୍ଞା ଏଇଥିରୁ ଆପଣ ଯୋଉ ଓମ୍ ନାମ କହୁଛନ୍ତି ସେ ଓମ୍ ନାମ ଆମର ପ୍ରଥମେ ନାରାୟଣଙ୍କ ପାଖରୁ ଆସିଲା ଭାଗବତ ତତ୍ତ୍ୱ। ହଁ କୁହ। ହଁ ଓମ୍ ନାରାୟଣଙ୍କ ପାଖରୁ ପାଟିରୁ ବାହାରିଲା। ତେଣୁ ତାକୁ ଶୁଣିଲେ ତାଙ୍କ ଉପରେ ଯୋଉ ସର୍ପ ଅଛନ୍ତି ଅନନ୍ତ ନାଗ କଣ ଯିଏ ଶୁଣିଲେ ଯାହା ହଉ ଶୁଣିଛ ଭଲ ଲାଗିଲା ମତେ। ହଁ ହଁ ସିଏ ବୁଝେଇଲେ ବ୍ରହ୍ମାକୁ। ଆଜ୍ଞା ସେ ବ୍ରହ୍ମାଙ୍କୁ। ହଁ ବୁଝେଇଲେ ବ୍ରହ୍ମା ବୁଝେଇଲେ ନାରଦଙ୍କୁ। ବ୍ରହ୍ମା ବୁଝେଇଲେ ନାରାୟଣକୁ। ନାରାୟଣଙ୍କୁ। ନାରାୟଣ ବୁଝେଇଲେ ନାରଦଙ୍କୁ। ହଁ ତେଣୁ ସିଏ ସେଇଠୁ ଆସିଛି ନାରାୟଣଙ୍କ ପାଖରୁ। ହଁ ତେଣୁ ଆମେ ଯୋଉ ନାମ ନେଇଛୁ ଆମର ଏତିକି ମାନେ କହନ୍ତି କି ଇଏ ନାମ ତ ନାରାୟଣଙ୍କ ପାଖରୁ ଆସିଲା କିନ୍ତୁ ଇଏ ନାମ ସୃଷ୍ଟି ଯେତେବେଳେ ନଥିଲା ସେ ନାମ ଅଛି। ମୁଁ ଶୁଣ ଲୋକମାନଙ୍କୁ ବହୁତ କଥା ବୁଝେଇ ସାରିଲେଣି। ତମର ସେ ସନ୍ଦେହ ଦୂର ହବ ଏଠିକି ଯେତେବେଳେ ଆସିବ ହେଲା। ଆଜ୍ଞା ମୁଁ ତମକୁ ଆଜ୍ଞା ଗୋଟିଏ ଉଦାହରଣ ବର୍ତ୍ତମାନ ଦଉଛି। ଗୋଟିଏ ହୋମିଓପାଥି ଗୋଲି ହେଲା। ଆଜ୍ଞା ଆଜ୍ଞା ପେଟ ରୋଗ ହଉଛି ଡାକ୍ତର ତମକୁ ସେଇ ଗୋଲି ଦଉଛି ନା ନାଇଁ କିନ୍ତୁ ଆଜ୍ଞା ମେଡିସିନ ଦଉଛି ଅଲଗା। ଆଜ୍ଞା ଆଜ୍ଞା ଦେଖିବାକୁ ସବୁ ଧୋବଲା କିନ୍ତୁ ମେଡିସିନ ଦେଖିଲା ବେଳକୁ ଅଲଗା। ହଁ ହଁ ବାସ୍ ଆଉ ତମେ ଯାହା କହୁଛ ସେଇ ନାମ ନାରାୟଣଙ୍କ ଠାରୁ ଆସିଛି ହେଲା କି ଆଜ୍ଞା ଆଜ୍ଞା ଗୁରୁ ଦେଇଛନ୍ତି ମେଡିସିନ। ଯୋଉ ଗୁରୁ ଆଜ୍ଞା ଯୋଉ ମେଡିସିନ ସେ ମେଡିସିନ ଦେଇ ସେ କାମ କରିବ। ଆଜ୍ଞା କଣ ବୁଝିପାରିଲେ ନା? ହଁ ହଁ ଏବେ ହଁ ମୋ କଥାଟା ବୁଝିପାରିଲେ ନା? ହଁ ହଁ ମୁଁ ତମକୁ ଗୋଟେ ଛୋଟ ଗପ କହୁଛି ଶୁଣ। ମତେ ଯଦି ଆଜ୍ଞା ଟାଇମ ଅଛି ଯଦି କୁହ କହିମି। ହଁ ଟାଇମ ଅଛି। ଶୁଣ ଜଣେ ସନ୍ନ୍ୟାସୀ ଥିଲେ। ଆଜ୍ଞା ସେ ସନ୍ନ୍ୟାସୀ ଯଦି ଥିଲେ ସେ ନୂଆ ନୂଆ ସବୁ ସାଧନା କରୁଥିଲେ। ଯଦି ଆଜ୍ଞା ନୂଆ ନୂଆ ସାଧନା କରିଥିଲେ ତାର ଭିତରେ ସେ ଗୁଡାଏ ଶିଷ୍ୟ ବି କରି ପକେଇଛନ୍ତି। ଆଜ୍ଞା ଶିଷ୍ୟ କରି ପକେଇଛନ୍ତି। ଦିନକର ଘଟଣା ସେ ବାବା କଣ କଲେ ନା ଶିଷ୍ୟଙ୍କ ଘରକୁ ଯାଇକି ପହଞ୍ଚିଲେ। ସେ ସ୍ୱାମୀ ଆଜ୍ଞା ଦି ଜଣ ଗୋଟେ ଦିଟା ଛୋଟ ଛୋଟ ଛୁଆ ସ୍ୱାମୀ ସ୍ତ୍ରୀ ଦି ଜଣ ଆଉ କେହି ନାହାନ୍ତି ତାଙ୍କ ପରିବାରରେ। ବାବା ଯେମିତି ପହଞ୍ଚିଲେ ସେଇଦିନ ଆଜ୍ଞା ତାଙ୍କ ସ୍ତ୍ରୀର ଋତୁ ଧର୍ମୀ ସିଏ ହେଇଛି। ଆଜ୍ଞା ଯଦି ହେଇଛି ସେଇ ସ୍ତ୍ରୀ ତ ଅଛୁଆଁସ୍ତା ନା ସିଏ ଆଜ୍ଞା କଣ ବାବାଙ୍କୁ ରୋଷେଇ କରି ଦେଇପାରିବ? ଦେଇପାରିବନି। ଯାହା ନା ସେ ତାକୁ ଅନ୍ୟ ଜଣେ ଡାକିକି ଆଣିକି ସେ ତାକୁ ଖାଇବା ପିଇବାକୁ ଦେଇକି ବାବାଙ୍କୁ ଖାଇବା ପିଇବାକୁ ଦେଲେ। ବାବା ଖାଇ ପିଇକି ରାତିରେ ରହିଲେ। ରହି ସାରିଲା ପରେ ଗୋଟେ ଭଲ ସୁନ୍ଦରିଆ ଢାଳରେ ତାକୁ ଢାଳେ ପାଣି ଦେଲେ ପିଇବା ପାଇଁ। କାହାକୁ? ଆଜ୍ଞା ବାବାକୁ। ବାବା ଆଜ୍ଞା କଣ ହଁ କଲେ ନା ଭୋରୁ ଭୋରୁ ଉଠିକି ଝାଡା ଗଲେ ସେ ଢାଳ ଟାକୁ ନେଇକି ଝାଡା ଚାଲିଗଲେ। ଆଜ୍ଞା ଗଲା ପରେ ଝାଡା ଫେରିଲେ ପଦାରେ। ହଁ ଝାଡା ଫେରି ସାରି ହଁ ଦେଖିଲେ ଯେ ଢାଳ ଟା ବହୁତ ବଢିଆ ହେଇଛି। ତେଣୁ ସିଏ ଆଜ୍ଞା କଣ କଲେ ନା ସେଇ ଝୁଲାରେ ପକେଇକି ତାଙ୍କ ଆଶ୍ରମକୁ ଚାଲିଲେ। ଅଳ୍ପ ବାଟରେ ତାଙ୍କ ଆଶ୍ରମକୁ ଚାଲିଗଲେ। ଆଜ୍ଞା ଗଲା ପରେ ସେଠୁ 10-15 ଦିନ ପରେ ସେଇଠୁ ସିଏ କଣ କଲେ ନା ତାଙ୍କର ମନେ ଚେତନା ଫେରିଲା ସାଧନ ଭଜନ କଲେ ଆରେ ମୋ ଶିଷ୍ୟର ଢାଳଟାକୁ କଣ ନେଇ ପଳେଇ ଆସିଛି। ସେଇଠୁ କଣ କଲେ ନା ଆଜ୍ଞା ଢାଳଟାକୁ ଧରିକି ଆସିଲେ। ଆସିକି ତାଙ୍କ ଆଜ୍ଞା ଘରେ ପହଞ୍ଚିଲେ। ପହଞ୍ଚି ସାରିଲା ପରେ ସେଇଠୁ ସିଏ ପଚାରିଲେ ଆରେ ସେଦିନ ଯୋଉ ଖାଦ୍ୟ ତୁ ଖାଇବାକୁ ଦେଇଥିଲୁ ସେଦିନ କିଏ ରାନ୍ଧିଥିଲା? ତୋ ସ୍ତ୍ରୀ ରାନ୍ଧିଥିଲା ନା? କହିଲା ନାଇଁ ଆଜ୍ଞା ମୋ ସ୍ତ୍ରୀର ତ ଅସୁବିଧା ଥିଲା ଆଉ ମୁଁ ଗାଁରୁ ଗୋଟେ ସ୍ତ୍ରୀ ଲୋକ ଡାକିଥିଲି ସିଏ ଆସିକି ରୋଷେଇ କରିଥିଲା। କହିଲା ସେ ସ୍ତ୍ରୀ ଲୋକର ପ୍ରକୃତି କେମିତିକା? କହିଲା ଆଜ୍ଞା ତାର ପ୍ରକୃତି କଣ ଟିକେ ଚୋରଣୀ ଦୋଷ ଅଛି ଆଉ। କହିଲା ହଁ ସେଇଆ ଆଉ। ତାର ହଁ ହଁ ଯେତେବେଳେ ଚୋରଣୀ ଦୋଷ ଅଛି ସିଏ ଯେତେବେଳେ ଅନ୍ନ ରୋଷେଇ କରି ଖାଇଦେଲା ଖାଇବାକୁ ଦେଲା ହଁ ମୋର ହଁ ସେଇ ପ୍ରବୃତ୍ତି ଜାଗ୍ରତ ହେଲା। କାହିଁକିନା ମୁଁ ସିଦ୍ଧି ଲାଭ କରିନାହିଁ ନା ନୂଆ ନୂଆ ହଁ ସାଧନା କରୁଛି। ତେଣୁ ତା ହଁ ମୋ ଚିତ୍ତ ଯେତେବେଳେ ଶୋଧନ ହବା ଚିତ୍ତ ଯେତେବେଳେ ଶୁଦ୍ଧ ହେଲା ତା ପ୍ରକୃତି ହଁ ମୋଠି ଜାଗ୍ରତ ହେଲା। ହେଲା ଯେମିତି ହଁ ଜାଗ୍ରତ ହେଲା ମୁଁ ଢାଳଟାକୁ ନେଇଆସିଲି ତୁ ଢାଳଟାକୁ ତୁ ନେ। ୟାର ହଁ ଅର୍ଥ କହିବା ପାଇଁ ହେଉଛି ଯେତେବେଳେ ସାଧନାରେ ଯେତେବେଳେ ଆମେ ନୂଆ ନୂଆ ଚିତ୍ତ ଶୋଧନ କରନ୍ତି ଚିତ୍ତରୁ ହଁ ଯେତେବେଳେ ଅଳିଆ ଗୁଡାକ ସବୁ ସଫା କରନ୍ତି ସେତେବେଳେ ହଁ ତମେ କାହା ସଂସ୍ପର୍ଶରେ ଆସିବନି। ଯାହା ସଂସ୍ପର୍ଶରେ ଆସିବ ତାଙ୍କ ପ୍ରକୃତି ତମଠି ପ୍ରତିଫଳନ ହବ। ହଁ ହଁ କଣ ବୁଝିପାରିଲେ ନା? ତେଣୁ ହଁ ସେଇଭଳି ପ୍ରକାର କଥା ଯେ ଆମେ ଯାହାକୁ ଗୁରୁ କରିବା ହେଲା ହଁ ଯେତେବେଳେ ଆମର ହଁ ଚିତ୍ତ ଶୋଧନ ହେଇ ହେଇକା ଆସିବ ତାଙ୍କ ହଁ ପ୍ରକୃତି ଆମଠି ପ୍ରତିଫଳନ ହବ। ତେଣୁ ହଁ ସିଏ ଯଦି ବ୍ରହ୍ମର୍ଷି ହେଇଥିବେ ଆମକୁ ବ୍ରହ୍ମ ମାର୍ଗକୁ ନେବେ। ସିଏ ନେବେ ଯଦି ହଁ ସଦ୍ଗୁରୁ ହେଇଥିବେ ଆମେ ଠିକ ମାର୍ଗକୁ ନେବେ। ସିଏ ହଁ ଯଦି କାମନା ମାର୍ଗୀ ହେଇଥିବ ଆମେ କାମନା ମାର୍ଗକୁ ହିଁ ଆସିବା। ସିଏ ହଁ ଯଦି ଚୋର ହେଇଥିବ ଆମର ଚୋରି କରିବାକୁ ମନ ହବ। ହଁ ଦଳେ ମୁଁ ନାଁ କହୁନି ଗୋଟେ ଦୀକ୍ଷା ଅଛି ସେ ଦୀକ୍ଷାରେ ନାମଟାକୁ ତମେ ଯୋଉ ଦିନ ଗ୍ରହଣ କରିବ ପଣି ସାରିଲା ହଁ ପରେ ତମର ଜ୍ଞାନ କଥା ଉଦୟ ହବନି। ତମର ଉଦୟ ହବ ଖାଲି ମୁଁ ଶିଷ୍ୟ ମାନେ ମେଞ୍ଚେ ଉଣ୍ଡେଇମି ଆଉ ଅନୁଷ୍ଠାନ କରିବି। ଖାଇବା ହଁ ପିଇବା ହଁ ଏଇଟା କଣ ଏଇଟା ହଉଛି ପ୍ରବୃତ୍ତି ମାର୍ଗ ମନ୍ତ୍ର। ବୁଝିଲେ କି? ହଁ ଗୋଟେ ହଁ ମନ୍ତ୍ର ଅଛି ତମେ ନାମ ଜପ କରି ଚାଲିଲେ ତମର ଜ୍ଞାନ ଉଦୟ ହବନି। ତମର ଉଦୟ ନା ହବ ମୁଁ ଯାଇ ଅମୁକ ଭାଇ ମାନଙ୍କୁ ସବୁ ଡାକିକି ଲୋକମାନଙ୍କୁ ବୁଝିକି ମେଞ୍ଚେ ଖଣ୍ଡେ ଶିଷ୍ୟ କରିକି ଆମ ଦଳରେ ମିଶେଇବି। ହଁ ହଁ ଏଇଟା ହଉଛି ହଁ କାମନା ମନ୍ତ୍ର। ହଁ ବୁଝିପାରିଲ ନା? ଆଜ୍ଞା ନିଶା ହଉଛି ଦି ପ୍ରକାରର
କଣ ଗୋଟେ ହଉଛି ଗଞ୍ଜେଇ ନିଶା, ଗୋଟେ ହଉଛି ମଦ ନିଶା। ମଦ ନିଶାଟା ବସିଥିଲା ଲୋକକୁ ଉଠେଇଦବ, ହେ ଗାଳି ମାରିବି ଧାର୍ମି ଶାଳା ଏମିତି କରିବି ସେମିତି କରିବି, କିଏ ସେ ମଦ ନିଶା। କିନ୍ତୁ ଗଞ୍ଜେଇ ନିଶାଟା କରିବ କଣ, ହେ ସେ ମରିଯାଆନ୍ତୁ ସବୁ, ମୋର ବସିକି ଢୋଳଉଥିବ। ତେଣୁ ତେଣୁ ଗଞ୍ଜେଇ ନିଶାଟା ହଉଛି ନିବୃତ୍ତି ମାର୍ଗ ମନ୍ତ୍ର, ଆଉ ମଦ ନିଶାଟା ହେଲା ପ୍ରବୃତ୍ତି ମନ୍ତ୍ର। ତେଣୁ ପ୍ରବୃତ୍ତି ମାର୍ଗରେ ଯୋଉମାନେ ଯିବେ ସିଏ ତମକୁ ମନଟାକୁ ଚଞ୍ଚଳ କରିକି ଚାରିଆଡକୁ ଖେଳେଇବ ମନଟା। କିନ୍ତୁ ନିବୃତ୍ତି ମାର୍ଗରେ ତା ନୁହେଁ, ସବୁଆଡୁ ପଳେଇ ଆସିକି ଗୋଟେ ଜାଗାରେ ମନ ଠୁଳ ହେଇଯିବ। କହିଲେ ଯଦି ମୋ ଅନୁଭୂତିଟା କହିଲି ତମକୁ, ବୁଝିପାରିଲ? ଶୁଣିଲ, ବହୁତ ଭଲ ଲାଗିଲା। ହଉ, କେତେବେଳେ ଆସ ବସିଲେ। ପ୍ରଣାମ।